শরণাগত দীননাথ পরিত্রাণং পরায়ণী সর্বসাতে হরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର ଏ କଥାଟିଏ। ଆପଣମାନେ ଖାଦ୍ୟ ଆହାର କରୁଛନ୍ତି, କିନ୍ତୁ ଖାଦ୍ୟ ଆହାର କରୁଛନ୍ତି ସତ, କିନ୍ତୁ ଏଇ 5 ଜଣଙ୍କ ପାଖରୁ କେତେବେଳେ ଖାଦ୍ୟ ଖାଇବେନି। ଏଇ 5 ଜଣଙ୍କ ପାଖରୁ ଯଦି ଆପଣମାନେ ଖାଦ୍ୟ ଖାଇବେ ଆପଣଙ୍କ କାନ୍ଧରୁ ଲକ୍ଷ୍ମୀ ଛାଡ଼ି ଚାଲିଯିବେ। ପ୍ରଥମଟି ହେଉଛି ବେଶ୍ୟା। ବେଶ୍ୟା ହସ୍ତରୁ କେତେବେଳେ ଖାଦ୍ୟ ଗ୍ରହଣ କରିବେନି। ଯଦି ଖାଦ୍ୟ ଗ୍ରହଣ କରନ୍ତି ଆପଣଙ୍କ କାନ୍ଧରୁ ଲକ୍ଷ୍ମୀ ଛାଡ଼ିକିନା ଇଏ ଚାଲିଯିବେ। ଇଏ ହେଉଛି ମୋର ଇଏ ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି କୌଣସି ଲୋଭୀ ଲୋକ ପାଖରୁ ଖାଦ୍ୟ ଆହାର କରିବେନି, କାରଣ ସେ ଆପଣଙ୍କୁ ଭଲ ମନରେ କେବେ ଖାଦ୍ୟ ଦେଇନଥିବ। ତାର ଲୋଭ ସଦାବେଳେ ପାଇଁ କି ଗ୍ରାସ କରୁଥାଏ। କେବଳ ପରିସ୍ଥିତିରେ ପଡ଼ି ସେ ଆପଣଙ୍କୁ ଖାଦ୍ୟ ଦେଲା, କିନ୍ତୁ ସେ ମନ ଖୁସିରେ ଆପଣଙ୍କୁ କେବେ ଦେବ ନାହିଁ। ତେଣୁ ଲୋଭୀ ଲୋକ ପାଖରୁ କେତେବେଳେ ଆହାର ଗ୍ରହଣ କରିବେନି। ତୃତୀୟ ହେଉଛି ଚଣ୍ଡାଳ ଜାତୀୟ ଲୋକମାନଙ୍କ ପାଖରୁ କେତେବେଳେ ଖାଦ୍ୟ ଆହାର କରିବେନି। ଚଣ୍ଡାଳ ଜାତୀୟ ଲୋକମାନଙ୍କ ପାଖରୁ ଯଦି ଆପଣମାନେ ଖାଦ୍ୟ ଗ୍ରହଣ କରନ୍ତି ଇଏ ଖାଦ୍ୟ ଆପଣଙ୍କ ପାଇଁ ଶୁଭଦାୟକ ନୁହେଁ। ଆପଣଙ୍କ କାନ୍ଧରୁ ଲକ୍ଷ୍ମୀ ଛାଡ଼ିକିନା ଇଏ ଚାଲିଯିବେ। ଚତୁର୍ଥ କଥା ହେଉଛି ଯେଉଁମାନେ ଋଣ ଲଗାନ୍ତି ସେଇ ଋଣ ଲଗାଉଥିବା ଲୋକ ନିକଟରୁ କେତେବେଳେ ଖାଦ୍ୟ ଖାଇବେନି। ସେ ପାପରେ ଆପଣମାନେ ଭାଗି ହେଇଯିବେ। ଋଣ ଲଗାଉଥିବା ଲୋକଙ୍କ ଠାରୁ ଯଦି ଆପଣମାନେ ଖାଦ୍ୟ ଖାଇବେ ସେ ପାପରେ ଆପଣମାନେ ଭାଗି ହେଇଯିବେ। ଯେଉଁ ଘରେ କଳହ ସଦାସର୍ବଦା ଲାଗି ରହିଥିବ, ବାପ ପୁଅ ସ୍ୱାମୀ ସ୍ତ୍ରୀ ମା ଝିଅ ଏମାନଙ୍କ ଘରେ କଳହ ସଦାବେଳେ ଯଦି ଲାଗି ରହିଥାଏ ସେ ଘରେ କେତେବେଳେ ଆହାର କରିବେନି। ସେ ଆହାର କଲେ ଆପଣଙ୍କ ଶୁଭଦାୟକ ନୁହେଁ। ଆପଣଙ୍କ କାନ୍ଧରୁ ଲକ୍ଷ୍ମୀ ଛାଡ଼ିକିନା ବି ଇଏ ଚାଲିଯିବେ। ସଦାସର୍ବଦା ସେ ଘରେ ଇଏ କଳହ ଲାଗିଥାଏ। ଯେଉଁଠି କଳହ ଲାଗେ ସେଠି ଭଗବାନ ବିଷ୍ଣୁ ରୁହନ୍ତିନି, ଲକ୍ଷ୍ମୀ ରୁହନ୍ତିନି, କୌଣସି ଦେବାଦେବୀ ସେ ଘରେ ରୁହନ୍ତିନି। ତେଣୁ ଏଇ 5 ଜଣଙ୍କ ଘରୁ ଏଇ 5 ଜଣଙ୍କ ଲୋକଙ୍କ ପାଖରୁ କେତେବେଳେ ଆହାର ଆଜ୍ଞା ଇଏ କରନ୍ତୁନି। ଏହା କଲେ ଆପଣମାନଙ୍କ ପାଇଁ ବିପଦଦାୟକ। ଏତିକି କହି ମୋର ଇଏ ନୀତିବାଣୀକୁ ପରିସମାପ୍ତ କରୁଛି। ଆଜିକାର ଅନୁଚିନ୍ତା ଗୋଡ଼କୁ ଯଦି ବିଲେଇ କେତେବେଳେ ଇଏ ଚାଟି ଦିଏ ଜାଣିବେ ହେଉଛି ଅଶୁଭ ସୂଚକ। ଗୋଡ଼କୁ ଯଦି ପାଦକୁ ବିଲେଇ ଆସିକିନା ଇଏ ଚାଟି ଦେବ ଏ ହେଉଛି ଆପଣଙ୍କ ପାଇଁ ଅଶୁଭ ସୂଚକ।
यही थिला मोर नीतिवाणी अनुचिंतार ये निर्जास कथा। जदि मो कथा आपण मानक भल लगी आउ जदि मो सहित जोगाजोग करने को ये चाहूबे यही नंबर रे मो सहित जोगाजोग ये करें। नंबर टी हूँ 8249494581 यही नंबर रे मो सहित जोगाजोग ये करें। एतिकी कही मोर नीतिवाणी अनुचिंता को परिसमाप्त करुच्ची। प्रणाम। जय जगन्नाथ।